ଗୋଟିଏ ତେଜପତ୍ର ଆପଣଙ୍କ ଭାଗ୍ୟକୁ ପୁରା ବଦଳାଇ ଦେଇପାରେ। ଆପଣ ଚାହୁଁଥିବା କାମକୁ ପୂର୍ଣ୍ଣ ମଧ୍ୟ କରିଦେଇପାରେ। ଆପଣ ଯଦି କରଜରେ ବି ଅଛନ୍ତି, ସେ କରଜରୁ ମୁକ୍ତ କରିପାରେ ଗୋଟିଏ ତେଜପତ୍ର। ଆପଣଙ୍କ ପାଖରେ ଲିମିଟେଡ୍ ଅର୍ଥ ରହୁନାହିଁ। ଉପାୟ ନିହାତି କରନ୍ତୁ, ଦେଖିବେ ଏହି ଗୋଟିଏ ତେଜପତ୍ର ଆପଣଙ୍କ ସମ୍ପୂର୍ଣ୍ଣ ଭାଗ୍ୟକୁ ବଦଳାଇ ଦେଇପାରେ। କ'ଣ କରିବେ, କେମିତି ଏହି ଉପାୟ କରିବେ, ଏହି ଟ୍ରିପ୍ ଆମେ ଆପଣଙ୍କୁ ଏ ଭିଡ଼ିଓ ମାଧ୍ୟମରେ ଜଣାଉଛୁ। ଯଦି ଆପଣଙ୍କ ପର୍ସରେ କେବେ ବି ଟଙ୍କା ରହୁନାହିଁ, ସଞ୍ଚୟ କରିପାରୁନାହାନ୍ତି, ନିହାତି ଭାବେ ଏହି ଉପାୟ କରନ୍ତୁ। ଦେଖିବେ ଆପଣଙ୍କର ପର୍ସରେ ଟଙ୍କା ଆସିବାକୁ ଲାଗିବ। ଭିଡ଼ିଓଟିକୁ ଲାଷ୍ଟ ପର୍ଯ୍ୟନ୍ତ ଦେଖନ୍ତୁ। ଯଦି ଆମ ଭିଡ଼ିଓ ଭଲ ଲାଗିଛି, ଚ୍ୟାନେଲକୁ ସବସ୍କ୍ରାଇବ୍ କରି ଭିଡ଼ିଓଟିକୁ ଲାଇକ୍ କରିଦିଅନ୍ତୁ। ଦର୍ଶକ ବନ୍ଧୁ, ଆମେ ଚାହୁଁଥାଉ ଆମର ସବୁ ଭାଗ୍ୟ ବଦଳୁ, ଆମେ ଭଲସେ ରହୁ। ଏହି ଗୋଟିଏ ତେଜପତ୍ର ଆପଣଙ୍କ ଭାଗ୍ୟକୁ କେମିତି ବଦଳାଇବ? ଯେକୌଣସି ଗୁରୁବାର ଦିନ ପ୍ରାପ୍ତ ସମୟରେ ଗୋଟିଏ ତେଜପତ୍ର ନେବେ, ଗୋଟିଏ ସିନ୍ଦୁର ନେବେ। ସେହି ସିନ୍ଦୁରକୁ ମା ଲକ୍ଷ୍ମୀଙ୍କ ପାଖରେ ପୂଜା କରି ସେହି ସିନ୍ଦୁରରେ ଆଣି ଗୋଟିଏ ତେଜପତ୍ରରେ ଆପଣ ଯାହା ବି ଲେଖିବେ, ଆପଣଙ୍କ ମନରେ ଥିବ ତାହାକୁ ଲେଖି ମା ଲକ୍ଷ୍ମୀଙ୍କୁ ସ୍ମରଣ କରି, ମହାଲକ୍ଷ୍ମୀଙ୍କ ମନ୍ତ୍ର ଜପ କରି ତେଜପତ୍ରରୁ ନେଇକି ପ୍ରବାହିତ ଜଳ, ଯେଉଁ ଜଳ ବୋହି ଯାଉଥିବ ସେହି ଜଳରେ ଆପଣ ଭସାଇ ଦିଅନ୍ତୁ। ଭସାଇଲା ବେଳେ ମହାଲକ୍ଷ୍ମୀ ମନ୍ତ୍ରକୁ ନିହାତି ଭାବେ ଜପ କରନ୍ତୁ। ଦେଖିବେ ଆପଣଙ୍କ ଭାଗ୍ୟ ଆସ୍ତେ ଆସ୍ତେ ଖୋଲିବାକୁ ଲାଗିବ। ଯାହା ଆପଣ ଚାହିଁବେ ତାହା ପାଇବାକୁ ଲାଗିବେ। ଆପଣଙ୍କ ଟ୍ରେଜେରୀରେ ଆସ୍ତେ ଆସ୍ତେ ଟଙ୍କା ରହିବାକୁ ଲାଗିବ। ଆପଣଙ୍କ ପର୍ସରେ ମଧ୍ୟ ଆସ୍ତେ ଆସ୍ତେ ଟଙ୍କା ରହିବାକୁ ଲାଗିବ। ଭିଡ଼ିଓଟିକୁ ଲାଷ୍ଟ ଯାଏଁ ଦେଖନ୍ତୁ, ସବୁ କିଛି ଜାଣିପାରିବେ। ଏହିଭଳି ଭିଡ଼ିଓକୁ ଦେଖିବାକୁ ଚାହୁଁଥିଲେ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ଭିଡ଼ିଓଟିକୁ ଲାଇକ୍